ଆପଣମାନଙ୍କୁ ଦାସ ଓଡ଼ିଆ ରିସର୍ଚ୍ଚ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଲୋକ ସାହିତ୍ୟ ସମ୍ପର୍କରେ କିଛି ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତ ପ୍ରଥମ ପ୍ରଶ୍ନ, କିଏ ଲୋକଗୀତକୁ ବୋଲା ହେଉଥିବା ଗୀତ ଆଉ ବୋଲା ହେଉନଥିବା ଗୀତ ଭାବରେ ଦୁଇ ଭାଗରେ ବିଭକ୍ତ କରିଛନ୍ତି? ଅପସନ୍ ଏ କୁଞ୍ଜ ବିହାରୀ ଦାସ, ଅପସନ୍ ବି କୁଞ୍ଜ ବିହାରୀ ତ୍ରିପାଠୀ, ଅପସନ୍ ସି ଚକ୍ରଧର ମହାପାତ୍ର ଆଉ ଅପସନ୍ ଡି ହେଉଛି ଗୋଦାବରୀଶ ମହାପାତ୍ର। ଲୋକଗୀତକୁ ବୋଲା ହେଉଥିବା ଗୀତ ଆଉ ବୋଲା ହେଉନଥିବା ଗୀତ ଭାବରେ ଅଭିହିତ କରିଛନ୍ତି। ଏହାର ସଠିକ୍ ଉତ୍ତର ହେଇଯିବ ଏ କୁଞ୍ଜ ବିହାରୀ ଦାସ। କୁଞ୍ଜ ବିହାରୀ ଦାସ ଲୋକଗୀତକୁ ବୋଲା ହେଉଥିବା ଗୀତ ଆଉ ବୋଲା ଯାଉନଥିବା ଗୀତ ଭାବରେ ଦୁଇ ଭାଗରେ ଅଭିହିତ କରିଛନ୍ତି। ମୋଗଲ ତାମସା କେଉଁ ଅଞ୍ଚଳର ଏକ ଜନପ୍ରିୟ ଲୋକନାଟକ? ମୋଗଲ ତାମସା କେଉଁ ଅଞ୍ଚଳର ଲୋକପ୍ରିୟ ନାଟକ? ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ନା ଭଦ୍ରକ? ଏହାର ସଠିକ୍ ଉତ୍ତର ହେବ ଅପସନ୍ ଡି ଭଦ୍ରକ। ଭଦ୍ରକର ଲୋକପ୍ରିୟ ନାଟକ ହେଉଛି ମୋଗଲ ତାମସା। ତାପରେ 3 ନମ୍ବର କ୍ୱେଶ୍ଚନ୍, ନିମ୍ନଲିଖିତ ମଧ୍ୟରୁ କେଉଁ ମସିହାଟି ଫୋକଲୋର ଶବ୍ଦର ପ୍ରଚଳନ କାଳ? 1947, 1845, 1846 ନା 1946? ଏହାର ସଠିକ୍ ଉତ୍ତର ହେବ 1846 ମସିହା ଫୋକଲୋର ଶବ୍ଦର ପ୍ରଚଳନ କାଳ। ତାପରେ 4 ନମ୍ବର କ୍ୱେଶ୍ଚନ୍, ଫୋକଲୋରକୁ କିଏ ଲୋକ ସଂସ୍କୃତି ଭାବରେ ଗ୍ରହଣ କରିଛନ୍ତି? ସୁରେନ୍ଦ୍ର ମହାରଣା, ଚକ୍ରଧର ମହାପାତ୍ର, କୃଷ୍ଣଦେବ ଉପାଧ୍ୟାୟ, ଗୋପାଳ ଚନ୍ଦ୍ର ପ୍ରହରାଜ। ଏହାର ସଠିକ୍ ଉତ୍ତର ହେଇଯିବ 4 ନମ୍ବର ସି କୃଷ୍ଣଦେବ ଉପାଧ୍ୟାୟ। ଡକ୍ଟର କୃଷ୍ଣଦେବ ଉପାଧ୍ୟାୟ ଫୋକଲୋରକୁ ଲୋକ ସଂସ୍କୃତି ଭାବରେ ଗ୍ରହଣ କରିଛନ୍ତି। 5 ନମ୍ବର କ୍ୱେଶ୍ଚନ୍, ଓଡ଼ିଶାର ପ୍ରଥମ ଲୋକ କାହାଣୀ ସଂଗ୍ରାହକ କିଏ? ଚକ୍ରଧର ମହାପାତ୍ର, ଡକ୍ଟର କୃଷ୍ଣଦେବ ଉପାଧ୍ୟାୟ, ଗୋପାଳ ଚନ୍ଦ୍ର ପ୍ରହରାଜ ନା କପିଳେଶ୍ୱର ବିଦ୍ୟାଭୂଷଣ? ଏହାର ଉତ୍ତର ଅପସନ୍ ସି ଗୋପାଳ ଚନ୍ଦ୍ର ପ୍ରହରାଜ ଓଡ଼ିଶାର ପ୍ରଥମ ଲୋକ କାହାଣୀ ସଂଗ୍ରାହକ ଭାବେ ପରିଚିତ। ତାପରେ 6 ନମ୍ବର, ଉତ୍କଳ କାହାଣୀର ସଂକଳକ କିଏ? ଗୋପାଳ ଚନ୍ଦ୍ର ପ୍ରହରାଜ, ବଂଶୀବଲ୍ଲଭ ଗୋସ୍ୱାମୀ, ମାୟାଧର ମାନସିଂହ, ବେଣୁଧର ପାଢ଼ୀ। ଉତ୍କଳ କାହାଣୀର ସଂକଳକ ହେଉଛନ୍ତି ଗୋପାଳ ଚନ୍ଦ୍ର ପ୍ରହରାଜ। ତାପରେ 7 ନମ୍ବର କ୍ୱେଶ୍ଚନ୍, ଓଡ଼ିଆ ଗ୍ରାମ୍ୟ ଗୀତି ପୁସ୍ତକର ରଚୟିତା କିଏ? ଏହାର ସଠିକ୍ ଉତ୍ତର ହେବ ଅପସନ୍ ସି ଚକ୍ରଧର ମହାପାତ୍ର। ଚକ୍ରଧର ମହାପାତ୍ର ଓଡ଼ିଆ ଗ୍ରାମ୍ୟ ଗୀତି ପୁସ୍ତକର ରଚୟିତା। ଏ ଷ୍ଟଡି ଅଫ୍ ଓଡ଼ିଶାନ୍ ଫୋକଲୋର ପୁସ୍ତକର ରଚୟିତା କିଏ? ଷ୍ଟଡି ଅଫ୍ ଓଡ଼ିଶାନ୍ ଫୋକଲୋର ପୁସ୍ତକର ରଚୟିତା କିଏ? କୁଞ୍ଜ ବିହାରୀ ଦାସ, ଜନ୍ ବିମ୍ସ, ଗୋଦାବରୀଶ ମହାପାତ୍ର। ଉପରୋକ୍ତ ସମସ୍ତ ଭୁଲ। ତେବେ ଏହାର ସଠିକ୍ ଉତ୍ତର ହେବ ଅପସନ୍ ଏ କୁଞ୍ଜ ବିହାରୀ ଦାସ। ଏ ଷ୍ଟଡି ଅଫ୍ ଓଡ଼ିଶାନ୍ ଫୋକଲୋର ପୁସ୍ତକର ରଚୟିତା। ଓଡ଼ିଆ ଲୋକ ସାହିତ୍ୟର ପ୍ରଥମ ସଂକଳନ କାର୍ଯ୍ୟ କାହା ଦ୍ୱାରା ସମ୍ପାଦିତ ହୋଇଥିଲା? ଓଡ଼ିଆ ଲୋକ ସାହିତ୍ୟର ପ୍ରଥମ ସଂକଳନ କାର୍ଯ୍ୟ କାହା ଦ୍ୱାରା ସମ୍ପାଦିତ ହୋଇଥିଲା? ଏହାର ସଠିକ୍ ଉତ୍ତର ହେବ ଅପସନ୍ ବି କପିଳେଶ୍ୱର ବିଦ୍ୟାଭୂଷଣ। ତାଙ୍କ ଦ୍ୱାରା ଓଡ଼ିଆ ଲୋକ ସାହିତ୍ୟର ପ୍ରଥମ ସଂକଳନ କାର୍ଯ୍ୟ ସମ୍ପାଦିତ ହୋଇଥିଲା। 10 ନମ୍ବର କ୍ୱେଶ୍ଚନ୍, ମୋଗଲ ତାମସାର ସ୍ରଷ୍ଟା କିଏ? ଏହାର ସଠିକ୍ ଉତ୍ତର ହେବ ଅପସନ୍ ସି ବଂଶୀବଲ୍ଲଭ ଗୋସ୍ୱାମୀ ମୋଗଲ ତାମସାର ସ୍ରଷ୍ଟା। ଇଂରାଜୀରେ ଲୋକ ଶବ୍ଦର ପାରିଭାଷିକ ଶବ୍ଦ ରୂପେ କେଉଁ ଶବ୍ଦଟି ବ୍ୟବହୃତ? ଇଂରାଜୀରେ ଲୋକ ଶବ୍ଦର ପାରିଭାଷିକ ଶବ୍ଦ ରୂପେ କେଉଁ ଶବ୍ଦଟି ବ୍ୟବହୃତ? ଫୋକ୍, ହ୍ୟୁମାନ୍ ଲିଟରେଚର, ମିରର ନା ସୋସାଇଟି? ଏହାର ସଠିକ୍ ଉତ୍ତର ହେବ ଅପସନ୍ ଏ ଫୋକ୍। ତାପରେ 12 ନମ୍ବର କ୍ୱେଶ୍ଚନ୍, କିଏ ଲୋକଗୀତ ଗୁଡ଼ିକୁ 3 ଶ୍ରେଣୀରେ ଭାଗ କରିଥିଲେ? ସାମାଜିକ, ଶିକ୍ଷାତ୍ମକ ଓ ଧାର୍ମିକ ଭାବରେ? ଏହାର ସଠିକ୍ ଉତ୍ତର ହେବ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ।
ଛଉ ନୃତ୍ୟ କେଉଁ ଋତୁରେ ଅଭିନୀତ କରାଯାଏ? ଶରତ ଋତୁ, ବର୍ଷା ଋତୁ, ବସନ୍ତ ଋତୁ, ଗ୍ରୀଷ୍ମ ଋତୁ। ଛଉ ନୃତ୍ୟ କେଉଁ ଋତୁରେ ଅଭିନୀତ ହୋଇଥାଏ? ଛଉ ନୃତ୍ୟ ମୁଖ୍ୟତଃ ବସନ୍ତ ଋତୁରେ ଅଭିନୀତ ହୋଇଥାଏ। ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ବି, ବସନ୍ତ ଋତୁ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଲୋକନାଟକର ପ୍ରାଥମିକ ରୂପ? ସୁଆଙ୍ଗ, ପାଲା, ଦାସକାଠିଆ, ଭାରତଲୀଳା। ସୁଆଙ୍ଗ, ପାଲା, ଦାସକାଠିଆ, ଭାରତଲୀଳା କେଉଁଠି ଲୋକନାଟକର ପ୍ରାଥମିକ ରୂପ? ଏହାର ସଠିକ୍ ଉତ୍ତର ହେବ ଅପସନ୍ ଏ, ସୁଆଙ୍ଗ। ସୁଆଙ୍ଗ ହେଉଛି ଲୋକନାଟକର ପ୍ରାଥମିକ ରୂପ। ଅନ୍ୟ ନାମ ହେଉଛି ବାହକ ନାଟ। ଭାରତବର୍ଷର ପ୍ରଥମ ଲୋକଗୀତ ସଂକଳନର ନାମ କ'ଣ? ଏହାର ସଠିକ୍ ଉତ୍ତର ଦକ୍ଷିଣ ଭାରତୀୟ ଲୋକଗୀତ। ଭୟାନକ ଓ ବିଭତ୍ସ ରସ କେଉଁ ଲୋକନାଟକରେ ଦେଖାଯାଏ? ଏହାର ସଠିକ୍ ଉତ୍ତର ହେବ ପ୍ରହ୍ଲାଦ ନାଟକ। ପ୍ରହ୍ଲାଦ ନାଟକରେ ଭୟାନକ ଆଉ ବିଭତ୍ସ ରସ ମୁଖ୍ୟତଃ ଦେଖିବାକୁ ମିଳିଥାଏ। ଇଂରାଜୀ ପ୍ରଭର୍ବ ଶବ୍ଦଟିର ଓଡ଼ିଆ ଆଭିଧାନିକ ଅର୍ଥ କ'ଣ? ପ୍ରବଚନ।